ଛୁଇଁବା କଥା। ଓହୋ, ତାହେଲେ କ'ଣ କରିବା କଥା ତୁମେ ହିଁ କୁହ ରାଧେ। ଓ କୃଷ୍ଣ, ତୁମେ ଏକ ଷଣ୍ଢକୁ ହତ୍ୟା କରିଛ ଏବଂ ଶାସ୍ତ୍ର ଷଣ୍ଢକୁ ଗୋମାତା ସମାନ ପବିତ୍ର ମାନେ। ହେଲେ ସେ ତ କୌଣସି ସାଧାରଣ ଷଣ୍ଢ ନଥିଲା, ସେ ତ ଏକ ନୀଚ ଅଧର୍ମୀ ରାକ୍ଷସ ଥିଲା। ରାକ୍ଷସ ଏକ ଷଣ୍ଢର ବେଶରେ। ହଁ, କୃଷ୍ଣ ତ ଆମ ସମସ୍ତଙ୍କ ରକ୍ଷା କରିଛନ୍ତି ସେହି ଦୁଷ୍ଟ ରାକ୍ଷସକୁ ମାରି। ଓ ପ୍ରିୟ କୃଷ୍ଣ, ଚାहे ସେ ଯେ କିଏ ବି ହେଇଥାଉ, ଥିଲା ତ ସେ ଗୋ ଜାତିର ନା। ଆଉ ଏବେ ତୁମେ ଗୋ ହତ୍ୟା କରିଛ। ଠିକ୍ ଅଛି, ତୁମେ କହୁଛ ଯଦି କାଲି ପ୍ରାତଃରେ ମୁଁ ଯମୁନାରେ ସ୍ନାନ କରି ମୋର ସମସ୍ତ ପାପ ଧୋଇ ନେବି। ହେଲେ ସେଥିରୁ କିଛି ହେବ ନାହିଁ। ଲଳିତା ତ ଠିକ୍ କହୁଛି, ଏହା ତ ଘୋର ପାପ। ଆଉ ଏହାକୁ ଧୋଇବା ପାଇଁ ହେଲେ ତୁମକୁ ଏ ପୂର୍ଣ୍ଣ ସଂସାରରେ ଯେତେକ ପବିତ୍ର ନଦୀ ଅଛି ତା ମଧ୍ୟରେ ସ୍ନାନ କରିବାକୁ ହେବ। ତାହେଲେ ଯାଇ ତୁମ ପାପ ଦୂର ହେବ। ଠିକ୍ ଅଛି, ମୁଁ ଏକ ଉପାୟ ପାଞ୍ଚିଛି। କାହିଁକି ନା ସମଗ୍ର ବିଶ୍ୱ ଭ୍ରମଣ କରି ପବିତ୍ର ନଦୀଗୁଡ଼ିକରେ ସ୍ନାନ କରିବା ଅପେକ୍ଷା ସମଗ୍ର ପବିତ୍ର ନଦୀକୁ ଏକତ୍ର କରି ଏଇଠାରେ ସ୍ନାନ କରିନେବା। ଓ ପ୍ରିୟ କୃଷ୍ଣ, ତୁମେ ସ୍ୱପ୍ନ ଦେଖିବା ଛାଡ଼ି ଦିଅ। ସ୍ୱପ୍ନ? ଏଇ ଦେଖ ରାଧେ। କୃଷ୍ଣ ନିଜ କୋମଳ ଚରଣକୁ ଉଠାଇ ଭୂମିରେ ମାରିଲେ ଏବଂ ସେଠାରେ ଏକ ଗର୍ତ୍ତ ହେଇଗଲା। ତତ୍ପରେ ସେ ନିଜ ବଂଶୀ କାଢ଼ି ସଂସାରର ସବୁ ନଦୀକୁ ଆହ୍ୱାନ କଲେ। ମୁଁ ହେଉଛି ପର୍ବତ ରାଜା ହିମବାନଙ୍କ ପୁତ୍ରୀ। ମୁଁ ହେଉଛି କାବେରୀ। ମୁଁ ହେଉଛି ଗୋଦାବରୀ। ଆମେ ଆପଣଙ୍କ ସ୍ପର୍ଶ ପାଇଁ ପବିତ୍ର ହୋଇଛୁ। ଦୟାକରି ଜଳରେ ପ୍ରବେଶ କରନ୍ତୁ ପ୍ରଭୁ, ପ୍ରବେଶ କରନ୍ତୁ।